ଆଜିର ଏହି କ୍ଲାସରେ ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ପ୍ରଥମ କବିତା କଳା ମାଣିକରେ ସମ୍ପୂର୍ଣ୍ଣ ପଦ୍ୟ এই ଗୋଟିଏ ଭିଡିଓ ମାଧ୍ୟମରେ ଆମେ ଶେଷ କରିବା। ଆରମ୍ଭ କରିବା କଳା ମାଣିକରେ ପାଠକୁ। ତ କଳା ହେଉଛି ଏକ ପ୍ରକାର ରଙ୍ଗ। ଆଉ ମାଣିକ ମାନେ କଣ? ମାଣିକ ହେଉଛି ଗୋଟେ ଅମୂଲ୍ୟ ସମ୍ପଦ। କଳା ମାଣିକରେ ଯେ ପଦ୍ୟର ନାଁ ଦିଆଯାଇଛି କାହିଁକି ନା ଶ୍ରୀକୃଷ୍ଣ, ଆମେ ଶ୍ରୀକୃଷ୍ଣଙ୍କ ବିଷୟରେ ପଢିବା। ଶ୍ରୀକୃଷ୍ଣ ଏବଂ ମାତା ଯଶୋଦାଙ୍କ ବିଷୟରେ। ମାତା ଯଶୋଦାଙ୍କ ପାଇଁ ଶ୍ରୀକୃଷ୍ଣ ଅମୂଲ୍ୟ ସମ୍ପତ୍ତି। ସେଥିପାଇଁ ବୋଲି ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ସ୍ନେହରେ ଡାକୁଛନ୍ତି କଳା ମାଣିକ। କବି ହଉଛନ୍ତି କି ଅଭିମନ୍ୟୁ ସାମନ୍ତ ସିଂହାର। କବି ଅଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର। ତାଙ୍କ ବିଷୟରେ ଅଳ୍ପ ଟିକେ ପଢିବା। ହେଉଛନ୍ତି ଓଡ଼ିଆ ସାହିତ୍ୟର ରୀତିଯୁଗୀୟ କବି। ତାଙ୍କର ଜନ୍ମ କୋଉଠି? ଯାଜପୁର ଜିଲ୍ଲା ବନ୍ତ ପରିବାର, ସେଠି ତାଙ୍କର ଜନ୍ମ। ପିଲାଦିନ ଅଭିମନ୍ୟୁ ସରଳ ଗାଉଁଲି ଭାଷାରେ ସୁନ୍ଦର କବିତା ରଚନା କରୁଥିବା ପରେ ସେ ରାଧାକୃଷ୍ଣଙ୍କ ଲୀଳାକୁ ଆଧାର କରି କାବ୍ୟ କବିତା ମାନ ରଚନା କରିଥିଲେ। କଳାମାଣିକରେ ବିଦଗ୍ଧ ଚିନ୍ତାମଣି କାବ୍ୟର 67ଟି ଛନ୍ଦରୁ ଅଣାଯାଇଛି। ଏଠାରେ କଣ ବର୍ଣ୍ଣନା କରାଯାଇଛି? ଏଥିରେ କୃଷ୍ଣ ସନ୍ଧ୍ୟା ସମୟରେ ଗାଈ ଗୋଠ ଧରି ଫେରିବାରେ ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନରେ ବ୍ୟସ୍ତତା ଦେଖାଏ। ଏହି କବିତାରେ ବାତ୍ସଲ୍ୟମୟୀ ମାତୃ ହୃଦୟର ଆବେଗକୁ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ପ୍ରଥମେ ଲେଖା ହେଲା, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ କଳା ମାଣିକରେ। ଧୀରେ ଧୀରେ ଅର୍ଥ ପଣ୍ଡିତ ମାନେ। ଏଠି କବି ଅଭିମନ୍ୟୁ ସାମନ୍ତ ସିଂହାର ପଣ୍ଡିତ ମାନଙ୍କୁ କହୁଛନ୍ତି, ହେ ପଣ୍ଡିତ ମାନେ ଶୁଣ, କିଭଳି ଭାବରେ କୃଷ୍ଣ ବଣକୁ ଯାଇଛନ୍ତି ଏବଂ ବିଳମ୍ବ କରିଛନ୍ତି ଏବଂ ସେ ବିଳମ୍ବରେ ମାତା ଯଶୋଦା ବହୁତ ବ୍ୟସ୍ତ ହୋଇ ପଡ଼ିଲେଣି। ନିଧନ ସଂଖ୍ୟାଳି ମୋର ଦରିଦ୍ର ପସରା, ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନ ହାରା। ନିଧନ ମାନେ ଧନହୀନ, ପସରା ମାନେ ପାତ୍ର ବା ଟୋକି, ଲଉଡ଼ି ମାନେ ବାଡ଼ି, ରତ୍ନହାର ମାନେ କଣ? ଯୋଉ ହୃଦ ରତ୍ନହାର ମାନେ କଣ? ଗଳାରେ ଶୋଭା ପାଉଥିବା ରତ୍ନ ଗୁଡ଼ିକ। ମାତା ଯଶୋଦା ଶ୍ରୀକୃଷ୍ଣ କହୁଛନ୍ତି, ଏ ବାବୁ ତୁ ହଉଛୁ ମୋ ନିଧନ ସଂଖ୍ୟାଳି, ତୁ ମୋ ଦରିଦ୍ର ପସରା, ତୁ ହଉଛୁ ମୋ ଦରିଦ୍ରର ପାତ୍ର, ତୁ ହିଁ ରତ୍ନହାର। ହୃଦୟରେ ବା ଗଳାରେ ଯେଭଳି ଭାବରେ ରତ୍ନ ଗୁଡ଼ିକ ବା ହାର ଗୁଡ଼ିକ ସବୁ ଶୋଭା ପାଉଛି, ତୁ ସେହିପରି ଭାବରେ ମୋ ପାଇଁ ଶୋଭା ପାଉଛୁ। ମୋ ଜୀବ ଜୀବନ ଦୁଃଖୀ ନୟନ ପ୍ରତିମା, ତତେ କି ପାଶୋରି ହେବ ମୋର ସୁଖ ସୀମା। ମୋ ଜୀବ ଜୀବନ ମାନେ ତୁ ହଉଛୁ ମୋ ଶରୀରର ଜୀବନ, ପ୍ରାଣ। ପ୍ରାଣ ବିନା ଶରୀର କଣ ଅଛି କି ନାହିଁ? ମରିଗଲା ବୋଲି କହିବା। ସେ ହଉଛି ମୋ ନୟନର ପ୍ରତିମା। ନୟନ ମାନେ ଆଖି, ନୟନ ମାନେ ଆଖି, ପ୍ରତିମା ମାନେ ଛବି। ତୁ ହଉଛୁ ମୋ ଆଖିର ଛବି, ତତେ କି ପାଶୋରି ହେବ ମୋର ସୁଖ ସୀମା। ତତେ ଭୁଲିକି ମୁଁ କଣ ସୁଖରେ ରହିପାରିବି କି? ଅନ୍ଧାରକୁ ରଖିଯାଉ ଘରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ତ ଅନ୍ଧାରକୁ ବହୁତ ଡରିଥାଉ, ଏକଥା କହୁଛନ୍ତି ତ ଅନ୍ଧାରକୁ ବହୁତ ଡରୁ ଏବଂ ରଖିଯାଉ ଘରୁ। କହୁଛନ୍ତି କଣ? ଅନ୍ଧାରକୁ ଡରିଲେ ମଧ୍ୟ ତତେ ମୁଁ କେତେ ମନା କଲେ ବି ତୁ କଣ ଘରକୁ ରଖି ପଳଉଛୁ। ବୃଦ୍ଧ କାଳେ ତୁ ମୋହର ଏକ ନନ୍ଦନ, ହୃଦ ତାପ ବିନାଶରେ ତୁ ହରିଚନ୍ଦନ। ବୃଦ୍ଧ କାଳେ ତୁ ମୋହର ଏକ ନନ୍ଦନ। ଏକ ନନ୍ଦନ ମାନେ କଣ? ଏକା ପୁଅ। ହୃଦ ତାପ ବିନାଶରେ ତୁ ହରିଚନ୍ଦନ। ହୃଦ ତାପ ବିନାଶରେ, ବିନାଶରେ ମାନେ ହରଣ କରିବା। ହୃଦ ତାପ ମାନେ କଣ? ଶରୀର ଗରମ। ଦେଖ, ଆମ ଶରୀର ଯଦି ଗରମ ହବ, ଆମେ ଚନ୍ଦନ ଲଗେଇଲେ ଆମ ଘର ଆମର ଯୋଉ ଗରମ ସବୁ ପଳେଇବ, ଆମକୁ ଥଣ୍ଡା ଲାଗିବ, ନାଇଁ କି? ତ ସେଥିପାଇଁ ଯଶୋଦା କହୁଛନ୍ତି, ଶରୀରରେ ଯେଭଳି ଚନ୍ଦନ ଦରକାର, ତୁ ବି ସେମିତି ମୋ ପାଇଁ ଦରକାର। ହୃଦ ତାପ ବିନାଶରେ ତୁ ହରିଚନ୍ଦନ। ଗୋଟିକା ଅଧାମ ସର ନ ରୁଚଇ ତତେ, ନାଚି ଲାଞ୍ଚ ମାଗୁଥାଉ ଲବଣେ କେମନ୍ତେ। ଏଠି କହୁଛନ୍ତି ଗୋଟିକା ମାନେ ପେଡା, ଅଧାମ ମାନେ ରାବିଡି, ସର ଜାଣିଛ କ୍ଷୀରର ସର। ତ କହୁଛନ୍ତି କି କ୍ଷୀରରୁ ଯାହା ବି କିଛି ସୁସ୍ୱାଦୁ ଦ୍ରବ୍ୟ ଗୁଡିକ ବାହାରୁଛି, ଖାଦ୍ୟ ଗୁଡିକ ବାହାରୁଛି, ଯେମିତି ସେ ପେଡା ହଉ କି ରାବିଡି ହଉ କି ସର ହଉ, ଏସବୁ ତତେ ରୁଚେ ନା। ରୁଚେ ନା ମାନେ କଣ? ତତେ ଏସବୁ କିଛି ମଧ୍ୟ ପସନ୍ଦ ନାହିଁ। ନାଚି ଲାଞ୍ଚ ମାଗୁଥାଉ ଲବଣେ କେମନ୍ତେ, ତୁ ନାଚି ନାଚି ଲାଞ୍ଚ ମାଗୁଛୁ ସବୁଦିନେ। ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି। ତ ଯେତେବେଳେ ଧରୁଛନ୍ତି ଶ୍ରୀକୃଷ୍ଣ ଗୋଳି ହେଇଯାଉଛନ୍ତି। ତ ଦୁର୍ବଳ ଦେଖି କାହିଁ ପଶିବ ମୁହିଁ, ତ ଦୁର୍ବଳ ମୁଁ ଦେଖି ପାରୁନି, ତୋର ଯୋଉ ଦୁର୍ବଳ ସ୍ତରକୁ ମୁଁ ଦେଖି ପାରୁନି, ଏକଥା କହୁଛନ୍ତି। କହୁଛୁ ଏତେ ଦୁର୍ବଳ ଯେ ତୋତେ ତୋଳିକି ଧରିଲେ ତୁ ମୋ ଦେହରେ ମିଶି ଯାଉଛୁ, ଆଉ ତୋର ଦୁର୍ବଳ ସ୍ତରକୁ ମୁଁ ଦେଖି ପାରୁନି, କହି ଚିନ୍ତା କଲେଣି ସେ। ତାପରେ ଡାକିନି ଲୋଭାନ୍ତି ବୋଲି ଡରୁଥାଉ ମନେ, ବାର ବାର ବାରୁଥାଇ ଯିବା ପାଇଁ ବନେ। ଡାକିନି ଲୋଭାନ୍ତି, ଡାକିନି ମାନେ କଣ? ଡାହାଣୀ। ଡାହାଣୀ ଗୁଡିକ ସବୁ ଲୋଭାନ୍ତି ମାନେ ବନରେ ସବୁ ବିଚରଣ କରନ୍ତି। କିଏ? ଡାହାଣୀ ମାନେ। ବାର ବାର ବାରୁଥାଇ ଯିବା ପାଇଁ ବନେ, ସେଥିପାଇଁ ମୁଁ ତତେ ବାରମ୍ବାର ବାରୁଥାଏ। ବାରିବା ମାନେ କଣ? ବାରିବା ମାନେ ମନା କରିବା। ସେଥିପାଇଁ ତତେ ବଣକୁ ଯିବାକୁ ମୁଁ ମନା କରୁ। ନିଶାଚର ମାତିବାର ଶୁଭୁଛି ଶ୍ରୁତି କି, ମୁଁ ଡଙ୍କୁଣି ଛାଡିଦେଲି ବନକୁ କାହିଁକି।
ନିଶାଚର ମାନେ ରାତିରେ ଯୋଉ ରାକ୍ଷସ ମାନେ ବୁଲୁଛନ୍ତି ସେମାନଙ୍କୁ ନିଶାଚର ବୋଲି କୁହାଯାଏ। ତ ବଣରେ ନିଶାଚର ମାନେ ମାତିବାର ଶୁଭୁଛି ଶ୍ରୁତିକି ମାନେ କାନକୁ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା ଶ୍ରମ ପାଇ ତରୁ ତଳେ ବସିଥିବୁ ପରା ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା ଲାଗି ଝାଞ୍ଜି ଖରା ମାନେ କଣ ଯୋଉ ଖରର ଯୋଉ ଗରମ ଟା ନା ତାକୁ ଝାଞ୍ଜି ଖରା ବୋଲି କୁହାଯାଏ। ଶ୍ରମ ପାଇ ତରୁ ତଳେ ବସିଥିବୁ ପରା ତ ସେଥିପାଇଁ ହୁଏତ ତୁ କଣ କରୁଥିବୁ ନା ଯୋଉ ହାଲିଆ ହେଇଯାଇଥିବୁ ଟିକେ ବିଶ୍ରାମ ପାଇଁ ବୋଲି ଗଛ ତଳେ ବସି ପଡୁଥିବୁ ନେଲୁ ନାହିଁ କାହିଁ ପାଇଁ ତୋ କଠାର ଛତା ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା। ଯେତେବେଳେ ଶ୍ରୀକୃଷ୍ଣ ବଣକୁ ଯାଉଛନ୍ତି ଏଠି ଯଶୋଦା କହୁଛନ୍ତି କି ତୁ ତ କଠାର ଛତା କାହିଁକି ନେଲୁନୁ ଆଜି ସନ୍ଧ୍ୟା ହେଇଗଲାଣି ପଛେ ତୋ ବଂଶୀର ସ୍ୱର ମତେ ଶୁଭିନି ଏ କଥାଟା କହୁଛନ୍ତି। କହୁଛନ୍ତି ଆଜ କିମ୍ବା ଶୁଭୁ ନାହିଁ ଭାବୁଛି ମନକୁ ମୁଁ ମନେ ମନେ ଭାବୁଛି ଆଜି କାହିଁକି ତୋ ବଂଶୀର ସ୍ୱର ଶୁଭୁନି ପ୍ରତିଦିନ ଠିକ ଅଛି। ଏଠି ଥିଲା ତମ କଳାବାଣୀଙ୍କର ପଦ୍ୟ।